ମୁଁ ଗୋଟେ କଥା କହିବାକୁ ଚାହେଁ, ଇକୋନୋମିକ ଦୃଷ୍ଟିରୁ, ଫାଇନାନ୍ସିଆଲ ଦୃଷ୍ଟିରୁ ଆମେ ବର୍ତ୍ତମାନ ଥାର୍ଡ ଲାର୍ଜେଷ୍ଟ ଇକୋନୋମି ବନିବା ପାଇଁ ଆମର ଲକ୍ଷ୍ୟ ଅଛି, କିନ୍ତୁ ପାକିସ୍ତାନ ତ କୋଉ ମାନଚିତ୍ରରେ ନାହିଁ। ତେଣୁ ଗୋଟେ ଭିକାରୀ ଦେଶ ପୋର କାଣ୍ଟ୍ରି ସହିତ ଯୁଦ୍ଧ କରି ଆମେ କାହିଁକି ଆମକୁ ନୁକସାନ କରିବୁ? ଠିକ ଅଛି, ଆମର ଯୋଉ ଏକ ଆତଙ୍କବାଦୀ ପଲିସି ହେଲା, ଏବେ ଯୋଉ ପଲିସି ହେଲା ଯେ ଆମେ ଯୋଉଠି ଆମର ଆତଙ୍କବାଦୀ ହେବ ଆମେ ତାକୁ ଯୁଦ୍ଧ ଭାବେ ଭାବିବୁ ଏବଂ ଯୁଦ୍ଧ ଆକାରରେ ତାକୁ ଆମେ ଆଟାକ କରିବୁ, ସେଟା ଗୋଟେ ପଲିସି ବନେଇଲା ଗଭର୍ଣ୍ଣମେଣ୍ଟ। ଆଉ ଗୋଟେ କଥା ହଉଛି, तो ଦେଖନ୍ତୁ पाकिस्तान भीतर में ଆଜିକାଲି भय सृष्टि करि पारे कि कर्नल संजय ନିଶ୍ଚୟ ନିଶ୍ଚୟ ଦେଖନ୍ତୁ, ଆମେ ତ କହିଦେଇଛୁ 4-5 ଦିନରେ ପାକିସ୍ତାନର ଭୟ ସୃଷ୍ଟି ହୋଇଥିଲା। ତାଙ୍କର ଯୋଉ ମିଡିଆ ରିପୋର୍ଟ ଅନୁସାରେ ତାଙ୍କର ପ୍ରାଇମ ମିନିଷ୍ଟର ଏବଂ ତାଙ୍କର ଯୋଉ ଆର୍ମି ଚିଫ ମୁନିର, ସେ କୋଉଠି କଣ ଛୁପିଥିଲେ ବଙ୍କର ଭିତରେ। ଆମର ପ୍ରଧାନମନ୍ତ୍ରୀ ବ୍ରିଫ କରୁଛନ୍ତି ସେନା ମୁଖ୍ୟଙ୍କୁ, ଡିଫେନ୍ସ ମିନିଷ୍ଟରଙ୍କ ସହିତ, ଏନଏସଏ ସହିତ, କିନ୍ତୁ ତାଙ୍କର ପ୍ରାଇମ ମିନିଷ୍ଟର ଏବଂ ତାଙ୍କର ଆର୍ମି ଚିଫ କୋଉ ବଙ୍କରେ ଛୁପିଥିଲେ। ଆପଣଙ୍କ ଯୋଉ ତାଙ୍କର ଏୟାରବେସ୍ କୁ ଧ୍ୱଂସ କରାହେଲା, ସେଥିରେ ଡରି ଯାଇଥିଲେ। ଦେଖ ଇସଲାମାବାଦ ସହିତ ମଧ୍ୟ ଇସଲାମାବାଦ ପର୍ଯ୍ୟନ୍ତ ଚାଲି ଯାଇଥିଲା। ତେଣୁ ଆମର ଡିଜିଟାଲ ଯୁଗ, ଏଟା ହଉଛି କଣ ଡିପ୍ଲୋମାଟିକ। ସବୁ ଦେଶ ଚାହିଁଲା ଯେ ନାଇଁ, ପାକିସ୍ତାନ ତ ବର୍ବାଦ ହେଇଯାଇଛି ଏବଂ ସମସ୍ତେ ଜାଣିଛନ୍ତି ପାକିସ୍ତାନ ହଉଛି ଆତଙ୍କବାଦୀର ଆକା, ତାର ଲିଡର। कर्नल संजय नायक मो सहित सामिल होचंती। किछि समय तले सेनार प्रेस कॉन्फ्रेंस सरी। आज उभय पाकिस्तान आ भारतर उच्च पदाधिकारी भितर संध्यारे बैठक बसुची। मु आपण गोटे कथा जाना चाहिए, ये अस्त्र विरति है कहीं, आ पछर कारण कौन? ଦେଶ ସଡନଲି ଚିନ୍ତା କରୁଛି ଯେ କିଛି ଜଣା ନଥିଲା କାହିଁକି ଅସ୍ତ୍ରବିରତି ହେଲା। ଯାଉ ସେଟା ହଉଛି ପଲିଟିକାଲ ଡିସିସନ। ଆମେ ପଲିଟିକାଲ ଡିସିସନ ଉପରେ କମେଣ୍ଟ ମାରିବା ପାଇଁ ଚାହୁଁନୁ। ଆଉ ଏ ଯେ ଆର୍ମି ଅଫିସର, ମୁଁ ଏତିକି କହିବାକୁ ଚାହୁଁଛି ଯେ ଆଉ 5-6 ଦିନ ତାକୁ କୁଟିଥିଲେ ଭଲ କି ହେଇଥାନ୍ତା। କିନ୍ତୁ ଆମେରିକା କଣ ପାଇଁ ଏଥିରେ ଇଣ୍ଟରଫାୟାର କଲା ଏବଂ ଭାରତ ତାର କୋଉ ବେସିସରେ ସିଜ ଫାୟାର କଲା, ଏତେ ପର୍ଯ୍ୟନ୍ତ ଆସିନାହିଁ। କିନ୍ତୁ ଯାହା ଜଣା ପଡୁଛି ଯେ ପାକିସ୍ତାନ 52 କଣ୍ଟ୍ରିକୁ, ଦେଶକୁ ରିକ୍ୱେଷ୍ଟ କରିଥିଲା ଯେ ତମେ ଇଣ୍ଡିଆକୁ କି ସେ ସିଜ ଫାୟାର ଲାଗୁ କରୁ। କିନ୍ତୁ ନିଜ ପର୍ସନାଲ ମତରେ ମୁଁ କହିବାକୁ ଚାହେଁ, ଆଉ 5-6 ଦିନ ଟିକେ ଦବେଇଥିଲେ ହୁଏତ ଭଲ ହେଇଥାନ୍ତା। ସିଜ ଫାୟାର कौन କାରଣ दबाई ଜଣା था बोली ପଡିନାହିଁ। आपण भावुचंती? ଆଉ ଆମେ ନାଇଁ ଦେଖନ୍ତୁ, ଏବେ ଯୋଉ ମୋଦି ଯୁଦ୍ଧର ଏଇ ସମୟଟା ଯୁଦ୍ଧ ନୁହଁ, ଯୋଉ ରାସିଆକୁ ଯାଇ କହିଥିଲେ ଯେ ସମୟଟା ଯୁଦ୍ଧର ସମୟ ନୁହଁ, ସେ ତାଙ୍କ ଉପରେ ସେଇ କଥାଟା କଟିଲା। ମୁଁ କିନ୍ତୁ କହିଥିଲି ପ୍ରଥମେ ଆପଣ ଚ୍ୟାନେଲରେ, ଯୁଦ୍ଧ ନୁହଁ, ଏଟା ହଉଛି ଏକ ମିଲିଟାରୀ ଅପରେସନ। ଯାହା ବି ହଉ, ସିଜ ଫାୟାର ହେଇଛି। କଣ ପାଇଁ ହେଇଛି ଆପଣଙ୍କ ପାଖକୁ ଆସିବ ନିଶ୍ଚୟ। ଆଜି ଯୋଉ ତାଙ୍କର ଅଛି 5:30 ଅଛି, ପ୍ରେସ ମିଟ୍ ଅଛି, ସେଥିରେ ଆପଣ दुई ଜାଣିପାରିବେ दिन କଣ धरी ପାଇଁ ସିଜ सेना ଫାୟାର जो ହେଲା। प्रेस मीट करुची, एथिरे गोटे कथा कर्नल संजय स्पष्ट होउची जे आमर जो मिलिट्री इंफ्रास्ट्रक्चर अच्छी, जो भित्तिभूमि अच्छी, जो एयर डिफेंस सिस्टम अच्छी, ता बहुत सुदृढ़, रोबस्ट। आ भारत जो ନିଶ୍ଚୟ कैपेबिलिटी अच्छी, ନିଶ୍ଚୟ ताकू कई मैच करला भली पाकिस्तान रो ताकत नहीं। यह सत्वे ନିଶ୍ଚୟ अस्त्र विरति हैला, तो आपण भावुचंती पाकिस्तान अमेरिका जरिया रे एई अस्त्र विरति करबा पई चाहिला, कारण भारत रो मिलिट्री पाकिस्तान थारो अधिक सुदृढ़। आपण एथिरे एकमत? ଦେଖନ୍ତୁ, ଆମେରିକା, ମୁଁ ଜାଣିଛି, ପ୍ରଥମେ ମୁଁ ଆମେରିକା କହୁଛି, ସିଏ ହଉଛି ରୁଲ ଆଣ୍ଡ ଡିଭାଇଡ ଆଣ୍ଡ ରୁଲ୍ସ, ତା ପଲିସି ହଉଛି। ଏବଂ ସେ ଚାହୁଁଛି ଯେ ଯେମିତି ଇଣ୍ଡିଆ ତାର ଫେଭର କଣ୍ଟ୍ରି, ସେମିତି ପାକିସ୍ତାନ ମଧ୍ୟ ତାର। କିନ୍ତୁ ପ୍ରଥମେ ଆତଙ୍କବାଦୀ ପାଇଁ ଆମେରିକା ପାକିସ୍ତାନକୁ ବହୁତ ହେଲ୍ପ କରିଛି ଏବଂ ତା ଇଏରେ
ପାକିସ୍ତାନ ସବୁ ଆତଙ୍କବାଦୀ ଭାରତରେ ଏବଂ ଆଫଗାନିସ୍ତାନ ବର୍ଡରରେ ମଧ୍ୟ ଚଲାଇଥିଲା। ଫଣ୍ଡିଂ କିଏ କରୁଥିଲା ନା ଆମେରିକା କରିଥିଲା। ଆଉ ସଡନଲି ଏ ଯୋଉ ହେଲା, ମୁଁ ଗୋଟେ କଥା କହିବାକୁ ଚାହେଁ, ଇକୋନୋମିକ ଦୃଷ୍ଟିରୁ, ଫାଇନାନ୍ସିଆଲ ଦୃଷ୍ଟିରୁ ଆମେ ବର୍ତ୍ତମାନ ଥାର୍ଡ ଲାର୍ଜେଷ୍ଟ ଇକୋନୋମି ବନିବା ପାଇଁ ଆମର ଲକ୍ଷ୍ୟ ଅଛି, କିନ୍ତୁ ପାକିସ୍ତାନ ତ କୋଉ ମାନଚିତ୍ରରେ ନାହିଁ। ତେଣୁ ଗୋଟେ ଭିକାରୀ ଦେଶ ପୋର କାଣ୍ଟ୍ରି ସହିତ ଯୁଦ୍ଧ କରି ଆମେ କାହିଁକି ଆମକୁ ନୁକସାନ କରିବୁ। ଠିକ ଅଛି, ଆମର ଯୋଉ ଏକ ଆତଙ୍କବାଦୀ ପଲିସି ହେଲା, ଏବେ ଯୋଉ ପଲିସି ହେଲା ଯେ ଆମେ ଯୋଉଠି ଆମର ଆତଙ୍କବାଦୀ ହେବ ଆମେ ତାକୁ ଯୁଦ୍ଧ ଭାବେ ଭାବିବୁ ଏବଂ ଯୁଦ୍ଧ ଆକାରରେ ତାକୁ ଆମେ ଆଟାକ କରିବୁ, ସେଟା ଗୋଟେ ପଲିସି ବନେଇଲା ଗଭର୍ଣ୍ଣମେଣ୍ଟ। ଆଉ ଗୋଟେ କଥା ହଉଛି, तो ଦେଖନ୍ତୁ पाकिस्तान भीतर आमे ଆଜିକାଲି भय सृष्टि करि पारेलु कि कर्नल संजय? ନିଶ୍ଚୟ ନିଶ୍ଚୟ ଦେଖନ୍ତୁ, ଆମେ ତ କହିଦେଇଛୁ 4-5 ଦିନରେ ପାକିସ୍ତାନର ଭୟ ସୃଷ୍ଟି ହୋଇଥିଲା। ତାଙ୍କର ଯୋଉ ମିଡିଆ ରିପୋର୍ଟ ଅନୁସାରେ ତାଙ୍କର ପ୍ରାଇମ ମିନିଷ୍ଟର ଏବଂ ତାଙ୍କର ଯୋଉ ଆର୍ମି ଚିଫ ମୁନିର, ସେ କୋଉଠି କଣ ଛୁପିଥିଲେ ବଙ୍କର ଭିତରେ। ଆମର ପ୍ରଧାନମନ୍ତ୍ରୀ ବ୍ରିଫ କରିଛନ୍ତି ସେନା ମୁଖ୍ୟଙ୍କୁ, ଡିଫେନ୍ସ ମିନିଷ୍ଟରଙ୍କ ସହିତ, ଏନଏସଏ ସହିତ, କିନ୍ତୁ ତାଙ୍କର ପ୍ରାଇମ ମିନିଷ୍ଟର ଏବଂ ତାଙ୍କର ଆର୍ମି ଚିଫ କୋଉ ବଙ୍କରରେ ଛୁପିଥିଲେ। ଆପଣଙ୍କ ଯୋଉ ତାଙ୍କର ଏୟାରବେସ କୁ ଧ୍ୱଂସ କରାହେଲା, ସେଥିରେ ଡରି ଯାଇଥିଲେ ଯେ କି ଇସଲାମାବାଦ ସହିତ ମଧ୍ୟ ଇସଲାମାବାଦ ପର୍ଯ୍ୟନ୍ତ ଚାଲି ଯାଇଥିଲା। ତେଣୁ ଆମର ଡିଜିଟାଲ ଯୁଗ, ଏଟା ହଉଛି କଣ ଡିପ୍ଲୋମାଟିକ। ସବୁ ଦେଶ ଚାହିଁଲା ଯେ ନାଇଁ ପାକିସ୍ତାନ ତ ବର୍ବାଦ ହେଇଯାଇଛି ଏବଂ ସମସ୍ତେ ଜାଣିଛନ୍ତି ପାକିସ୍ତାନ ହଉଛି ଆତଙ୍କବାଦୀର ଆକା, ତାର ଲିଡର। तो ତେଣୁ आपण ତା भाबुचंती ପାଇଁ कर्नल କାହିଁକି संजय आगामी दिन रे पाकिस्तान भारत को जिहादी पठेबा पाई आतंकवादी पठेबा पाई भय करिवो संकुचित हेबो? ନା ନା, ଏଇଟା ମୁଁ 100% ଆପଣଙ୍କୁ କହୁଛି, ସେ କେବେ ସୁଧରିବ ନାହିଁ। କୁକୁର ଲାଙ୍ଗୁଳ କେବେ ସିଧା ହୁଏ ନା। ସେ ନିଶ୍ଚୟ କରିବ। 10 ଜଣକୁ ପଠେଇଥିଲା, ତା ତୁଳନା 2 ଜଣକୁ ପଠେଇବ, କିନ୍ତୁ ପଠେଇବ ମାନେ ପଠେଇବ। ତାର ଆତଙ୍କବାଦୀ ଉପରେ ତାର ବେଶ, ତାର ଯୋଉ ଆର୍ମି ଏବଂ ତାର तो ପଲିଟିକ୍ସ, ऑपरेशन सिंदूर रो ଆତଙ୍କବାଦୀ लाभ ଉପରେ ବେଶ। कोन हैला? ସେଟା ତ ଗଭର୍ଣ୍ଣମେଣ୍ଟ ଅଫ ଇଣ୍ଡିଆ କହିବେ କଣ ଲାଭ କଣ କ୍ଷତି ହେଲା। ହଁ, ସେଟା ବ୍ରିଫ କରିବ ଆଜି, ଯେ ସେ କହୁଛନ୍ତି ଆମେ 100 ଆତଙ୍କବାଦୀକୁ ମାରି ଦେଇଛୁ, ତାଙ୍କ ଭିତରୁ 5-6 ଜଣ ତାଙ୍କ ଯୋଉ ଆତଙ୍କ ଯୋଉ ଘୋଷିତ ଇଣ୍ଟରନ୍ୟାସନାଲ ଯୋଉ ଘୋଷିତ ଆତଙ୍କବାଦୀ ତାଙ୍କୁ ମାରିଛୁ, ତାଙ୍କର 12 ଏୟାରବେସ୍ ଆମେ କ୍ଷତି କରିଛୁ, ତାଙ୍କର 40-ରୁ 50 ସୈନିକକୁ ଆମେ ମାରିଛୁ, ନିହତ କରିଛୁ। ତ ଏ ସବୁ ଯୋଉ ଆମେ ଗଣୁଛୁ, ସେ ତ ଆମର ଗଭର୍ଣ୍ଣମେଣ୍ଟ କହିବ ଯେ ଆମର 26 ଜଣ ଯୋଉ ଟୁରିଷ୍ଟ ମରିଥିଲେ, ଆଉ ଯୋଉ 15 ଜଣ ଯୋଉ ଲୋକ, ତାଙ୍କ ତୁଳନାରେ ଏତେ କେତେ ବଡ ହେଇଛି। କିନ୍ତୁ ଯାହା ବି ହଉ, ଏଟା ପଲିଟିକାଲ ଡିସିସନ ଯୋଗୁ ଏଟା ସିଜଫାୟାର ହେଇଛି। ଏଥିରେ କଣ ହେଇଛି କଣ ନାହିଁ ସେ ବାହାରକୁ ଆସିବ, କିଛି ଦିନ ପରେ ଆସିବ। हाँ तो आपण भाबुचंती जे एते सब शक्ति भितरे पाकिस्तान कोन कोनोसी मते भाबिला जे मोर शक्ति बहुत कम अछि भारत थारु? अस्त्र विरति लागू हैला परे मध्य आमे जम्मू रे देखिले जे गोटे बड़ धरनर ड्रोन अटैक आमे देखिले, विस्फोरण देखिले। ନିଶ୍ଚୟ तो पाकिस्तान कोन सहज रे बुझी गला जे भारत को आ पारि हबनी, जोथि पई आमे अस्त्र विरति पई जिबा उचित? କିନ୍ତୁ ଦେଖନ୍ତୁ ପାକିସ୍ତାନ ତ ବର୍ବାଦ ହେଇଯାଇଛି। ସେ ତାକୁ ତ ପୁରା ଆତଙ୍କବାଦୀ ମାନେ ସେଠି ରୋଲ କରିଛନ୍ତି। ଆପଣ ଯୋଉ ମୁନିର ଅଛନ୍ତି, ତାଙ୍କର ହିଷ୍ଟ୍ରି ଦେଖନ୍ତୁ, ସେ ମଧ୍ୟ ଗୋଟେ ମଦ୍ରାସାର ଷ୍ଟୁଡେଣ୍ଟ, ସେ ପଢିଛନ୍ତି ସେଠି। ଏବଂ ତାଙ୍କର ଜିହାଦୀ ମନୋଭାବ, ଇଚ୍ଛା, ଯୋଉ ଆପଣଙ୍କର ଆତଙ୍କବାଦୀ ଯୋଉ ହେଲା ଆମର ପୁଲଗାଁରେ, ସେ 2 ଦିନ ପୂର୍ବରୁ 4 ଦିନ ପୂର୍ବରୁ ଯୋଉ କହିଥିଲେ ଯେ ଆମେ ହିନ୍ଦୁ ମୁସଲିମ ଅଲଗା ଅଲଗା, ଗୋଟେ ଆର୍ମି ଚିଫ ହେଇକି ଏମିତି କଥା କହିବା, ଏମିତି କଥା କହି ପବ୍ଲିକକୁ ଭଡକାଇବା ବିଦୁ, କିନ୍ତୁ ଆଦୌ ଉଚିତ ନୁହଁ। ଆଉ ଯାହା ବି ହଉ, ଏଟା ପଲିଟିକାଲ ଡିସିସନ ହେଇଛି। କିନ୍ତୁ ମୋ ମତରେ, ମୁଁ ଯୋଉ ପର୍ସନାଲ ମତ କହୁଛି, ଆଉ କିଛି ଦିନ ଚାଲିଥାନ୍ତା ଏବଂ ତାଙ୍କର ମେନ୍ ସେମାନେ ଡ୍ରୋନ୍ ଆମର ପବ୍ଲିକ ସ୍ପେସରେ ଛାଡୁଛନ୍ତି, ଆମର ଗାଁକୁ ଛାଡୁଛନ୍ତି, କୌଣସି ଟାର୍ଗେଟ କରୁଛନ୍ତି, ଆର୍ମି ବେସ୍ କୁ ଟାର୍ଗେଟ କରୁଛନ୍ତି। ଆମେ କାହିଁକି କରିବୁ ନାହିଁ? ଆମେ କାହିଁକି କରିବୁ ନାହିଁ? ଯଦି ଆମେ ଏତେ ହେଇଥାଏ, କାହିଁକି 5-6 ଦିନ ଚାଲିବା କଥା ଏ ଯୁଦ୍ଧଟା? ଯୁଦ୍ଧ ମୁଁ କହୁନି, ଆର୍ମି ଅପରେସନ ଜଲ୍ଦି ସଡନଲି କଣ ପାଇଁ ବନ୍ଦ ହେଲା ଏବଂ ଗଭର୍ଣ୍ଣମେଣ୍ଟ କଣ ପାଇଁ ଡିସିସନ ନେଲେ? ଏବଂ ତାଙ୍କୁ ଜଣାଥିବ ଆମେ 26+15-16 ତାଙ୍କର ଯଦି ଆମେ ହିସାବ କରି ନେଇଛୁ, ତାହେଲେ ଗଭର୍ଣ୍ଣମେଣ୍ଟ ଯାହା ଭାବୁଛନ୍ତି ସେଟା ଠିକ ଥିବ। ପବ୍ଲିକ ରିଏକ୍ସନ ଦେବେ, କଣ ହେଇଛି କଣ ନାହିଁ। हाँ तो ये ऑपरेशन सिंदूर रो सफलता कौन बोली आपण भाबिबे? ଦେଖୁ ସଫଳତା ମାନେ ଆମେ ଜାଣିଦେଲୁ ଯେ ତୁର୍କୀର ଯୋଉ ଡ୍ରୋନ୍ ଥିଲା ଏବଂ ଚାଇନାର ଯୋଉ ଅସ୍ତ୍ର ଥିଲା ସେ ବେକାର, ସେଟା ଭଙ୍ଗାର, ସେଟା ହଉଛି ସ୍କ୍ରାପ, କିଛି କାମ ଦେଲାନି ତାଙ୍କର।
ଆମେରିକା ସରି ପାକିସ୍ତାନ ଯୋଉ ଦମ୍ଭତୀୟ ଭାବରେ ତୁର୍କୀ ପାଖରୁ ଡ୍ରୋନ୍ ଆଣିଥିଲା, ଏୟାର ଡିଫେନ୍ସ ଆଣିଥିଲା ଚାଇନା ପାଖରୁ, ତ କିଛି କାମ ଦେଲାନି ସେ। ତେଣୁ ସେ ଜାଣିଦେଲେ ଯେ ଚାଇନା ମାଲ ବେଶୀ ଦିନ ନୁହଁ ଏବଂ ତୁର୍କୀ ଗୋଟେ ବିଶ୍ୱାସଘାତ। ଯେତେବେଳେ ଭୂମିକମ୍ପ ହେଲା ଇଣ୍ଡିଆ ତାକୁ କେତେ ହେଲ୍ପ କରିଥିଲା ଏବଂ ତା ସହିତ ଯୋଉ ଆମର କରୋନା କାଳ ଯୋଉ ଭ୍ୟାକ୍ସିନ ଗଲା ତୁର୍କୀ ମଧ୍ୟ ଦିଆ ହେଇଥିଲା। କିନ୍ତୁ ତୁର୍କୀ ଗୋଟେ ହଉଛି ବେଇମାନ କଣ୍ଟ୍ରି। ମୁଁ ଏବେ ବି କହୁଛି ଗଦ୍ଦାର ବେଇମାନ କଣ୍ଟ୍ରି ସିଏ। ଏତେ ହେଲ୍ପ ସଦା, ଏତେ ସାହାଯ୍ୟ ସଦା ସିଏ ଆସିକି ଡାଇରେକ୍ଟ ପାକିସ୍ତାନକୁ ହେଲ୍ପ କଲା। ଚାଇନା ଡାଇରେକ୍ଟ ଆସିନି, ସେ ଅସ୍ତ୍ର ଦେଇଛି, ଡିଫେନ୍ସ ଇଏ ଦେଇଛି, କିନ୍ତୁ ଆମର ତୁର୍କୀ ଡାଇରେକ୍ଟ ଆଜି ଇଣ୍ଟରଫେୟାର କଲା, ପାକିସ୍ତାନକୁ ହେଲ୍ପ କଲା। ତେଣୁ ମୋର ମତ ଯେ ଭବିଷ୍ୟତରେ ଭାରତ ସରକାର ଆଉ ତୁର୍କୀ ପ୍ରତି ଏତେ ସହାନୁଭୂତି ଦେଖାନ୍ତୁ ନାହିଁ। तो ये ऑपरेशन सिंदूर कौन प्रमाण कला कर्नल संजय? ପ୍ରମାଣ ଏମିତି କଲା କି ଯେ ଆମର ଇଣ୍ଡିଆର ଯୋଉ ଡିଫେନ୍ସ ଆମେ ବହୁତ ଷ୍ଟ୍ରଙ୍ଗ ଅଛୁ। ଆମେ ଚାହିଁଲେ ମଧ୍ୟ ଆମେ କରାଚି, ଇସଲାମାବାଦ, ଲାହୋର ଏତେ ଟାଇମ ଆମେ ଆଟାକ କରିପାରିବୁ। ଆଉ ପାକିସ୍ତାନ ଯୋଉ ଭିକ ମାଗିକି ଆଣିଥିଲା ତୁର୍କୀରୁ ଏବଂ ଚାଇନାରୁ, ସେ ଅକାମୀ, ସେ ସ୍କ୍ରାପ। ଆଉ ପାକିସ୍ତାନ ବେଶୀ ଦିନ ଯୁଦ୍ଧ କରିପାରିବ ନାହିଁ, ତା ପାଖରେ 4 ଦିନ 5 ଦିନ ଯାଏ ତାର ସବୁ ଥିବ, ତା ଉପରକୁ ସେ ଯୁଦ୍ଧ କରିପାରିବ ନାହିଁ। ଏବଂ ଏଇଠୁ ଜଣା ପଡିଲା ଆମର ଡିଫେନ୍ସ ଏବଂ ତା ସହିତ ଆମର ପବ୍ଲିକ ଏବଂ ତା ସହିତ ଆମର ଯୋଉ ଅପୋଜିସନ ପାର୍ଟି ସମସ୍ତେ ଏକାଠି ହେଲେ। ଅପୋଜିସନ ଏବଂ ରୁଲିଂ ପାର୍ଟି ଏକାଠି ହେଲେ ଏବଂ ସେମାନେ ଯୁଦ୍ଧ ଜାଣନ୍ତୁ ଡିଫରେଣ୍ଟ କିଛି ସମସ୍ତଙ୍କ ଅଛି, କିନ୍ତୁ ଅପୋଜିସନ ଆଉ ଯୋଉ ରୁଲିଂ ପାର୍ଟି ଏକାଠି ହେଇ ଦେଶ ପାଇଁ କାମ କଲେ, ଦେଶ ପ୍ରତି ଅନୁଗତ୍ୟ ଦେଖେଇଲେ, ସେଇଟା ହଉଛି ଭାରତ ଗୋଟେ ମହାନ ଆଚିଭମେଣ୍ଟ, ବହୁତ ବଡ ଆଚିଭମେଣ୍ଟ। तो भारत बारंबार कहूची जे आतंकवादी शिविर उपरे हमें अटैक कलु अमेरिका पाकिस्तान रो आर्मी किंतु आतंकवादी को सहायता करबा पई आगो को पळै आसला। हमर अटैक हमर टार्गेट थिला आतंकवादी शिविर। तो आपण भाबुचंदी जो ହଁ आतंकवादी शिविर उपरे एते बड़ अटैक हला, आगामी दिन रे पाकिस्तान किछि अंशरे अंतत सामयिक এই আতঙ্কবাদী মানଙ୍କର ଶିବିର ଖୋଲିବା, ସେମାନଙ୍କୁ ଟ୍ରେନିଂ ଦେବା ପ୍ରକ୍ରିୟା ଯୋଉ ଜାରି ରହିଛି ସେଥିରୁ ନିବୃତ୍ତ ରହିବ, ସେଥିରୁ ଦୂରରେ ରହିବ। ନା ନା ବିଲକୁଲ ନୁହଁ। ଆଉ ଗୋଟେ ଆପଣ ଡେଭଲପମେଣ୍ଟ ହବ ପାକିସ୍ତାନରେ, ଆର୍ମି ଏବଂ ଯୋଉ ଗଭର୍ଣ୍ଣମେଣ୍ଟ ତାଙ୍କ ଭିତରେ ଡିଫରେଣ୍ଟ ଆସିବ ଏବଂ ହୁଏତ ସେଠି ମାର୍ଶାଲ ରୋଲ ବି ଆସିପାରେ। ତାର ଇତିହାସ ଅଛି ପାକିସ୍ତାନର। ପ୍ରଧାନମନ୍ତ୍ରୀଙ୍କୁ ହଟେଇ ସେଠି ମାର୍ଶାଲ ରୋଲ ବି ଆସିପାରେ। ଡିଫରେଣ୍ଟ ଆସିଛି, ଆର୍ମି ଚାହୁଁନଥିଲା ସିଜ୍ ଫାୟାର ପାଇଁ, କିନ୍ତୁ ଆମେରିକା ଚାପରେ ଆମର ତାଙ୍କର ଗଭର୍ଣ୍ଣମେଣ୍ଟ ଏଟା ସିଜ୍ ଫାୟାର ନେଇଛନ୍ତି। ତେଣୁ ଏହା ଭିତରେ ଡିଫରେଣ୍ଟ ଆସିବ ଏବଂ ବହୁତ ଡେଭଲପମେଣ୍ଟ ହବ। ଆପଣ ଜାଣିବେ କିଛି ଦିନ ପରେ ଯେ ଆମେ ଆର୍ମି ସେଠି ପାକିସ୍ତାନରେ ମାର୍ଶାଲ ରୋଲ ଲଗେଇଦେଲା ଏବଂ ଆତଙ୍କବାଦୀ କମ ହବ ନାହିଁ। ହଁ ଏବେ ମାସେ 2 ମାସ 3 ମାସ ସେ ବନ୍ଦ କରିବ, କିନ୍ତୁ ତାର ମେନ୍ ତାର କାମ ହଉଛି ତାଙ୍କର ପବ୍ଲିକରେ ବେସ୍ ହଉଛି ଯେ ଆତଙ୍କବାଦୀ ପଠାଇବା। ତାଙ୍କର ଆତଙ୍କବାଦୀ ମାନେ ଆର୍ମି ଡ୍ରେସ ପିନ୍ଧନ୍ତି ଏବଂ ଆର୍ମି ଡ୍ରେସରେ ଲୋକ ଆତଙ୍କବାଦୀ ପାଲଟନ୍ତି। ତାଙ୍କର नो डिफरेंट बिटवीन आर्मी एंड आतंकवादी टेररिस्ट इन पाकिस्तान। ओके, ତେଣୁ ସେମାନେ କେବେ ବି ବନ୍ଦ କରିବେ ନାହିଁ। ଏବେ ମାସେ 2 ମାସ ରେଷ୍ଟ ନେଇ ବସିଯିବେ ସେମାନେ, ପୁଣି ତାଙ୍କର ସେଇ କୁକତ୍ୟ ତାଙ୍କର ସେ ଯୋଉ ଚାଲିବ ତାଙ୍କର, ପୁଣି କେବେ ବନ୍ଦ ହବ ନାହିଁ। କିନ୍ତୁ ଭାରତ ସରକାର କାଶ୍ମୀର ଯୋଉ ର କହିଛି ଅବସ୍ଥା ଯେ କଣ ଗୋଟେ ରହିବ ବୋଲି ଭାବୁଛନ୍ତି? ଅପରେସନ ସିନ୍ଦୁର ଏ ପରବର୍ତ୍ତୀ କାଶ୍ମୀର ର ଅବସ୍ଥା? ନାଇଁ, କାଶ୍ମୀର ଅବସ୍ଥା କାଶ୍ମୀର ଯେମିତି ଥିଲା ସେମିତି ରହିବ ଏବଂ କାଶ୍ମୀରରେ କିଛି ଚେଞ୍ଜେସ ହବନି। ଆଉ ସିକ୍ୟୁରିଟି ଟାଇଟ୍ ହବ। ଯୋଉ ଆପଣଙ୍କର ଫୁଲଗାଁରେ ହେଲା, ଯୋଉ ପବ୍ଲିକ ଏରିଆ, ଯୋଉ ଟୁରିଷ୍ଟ ସ୍ପଟ, ସେଠି ଆମର ଆର୍ମି ରହିବେ, ପୋଲିସ ରହିବେ, କିନ୍ତୁ ଆହୁରି ସିକ୍ୟୁରିଟି ଟାଇଟ୍ ହେଇଯିବ। ଆଉ କିଛି ହବନି ପାକିସ୍ତାନ ଆମର କାଶ୍ମୀରରେ।